ଭୁବନେଶ୍ୱର ସ୍ଥିତ 24/7/2025 ରେଖ ଭଞ୍ଜକଳା ମଣ୍ଡପ ପରିବେଶରେ ଓକେଏସ୍ ତରଫରୁ କଳାକାର ଦିବସ ପାଳନ କରାଯାଇଅଛି, ଯାହାର ନାମ ଓଡ଼ିଆ କଳାକାରଙ୍କ ସ୍ୱର। ଏଠାରେ ସନ୍ଧ୍ୟାକାଳୀନ ସମୟରେ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ନାଟକ ଗୋଇଠା ବାବା ପରିବେଷଣ କରାଯାଇଥିଲା। ଏହି ନାଟକରେ ସମାଜର ପ୍ରତିପତ୍ତି ସ୍ତରରେ ଥିବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ଏକ ସାଧାରଣ ବ୍ୟକ୍ତିର କାହାଣୀ ଅଟେ। ଏହି ନାଟ୍ୟ ରଚନା ରଞ୍ଜିତ ପଟ୍ଟନାୟକ, ସଙ୍ଗୀତ ଶକ୍ତିପ୍ରସାଦ ମିଶ୍ର, ମଞ୍ଚ ତ୍ରିମୂର୍ତ୍ତି, ଆଲୋକ ସମ୍ବିତ, ରୂପସଜ୍ଜା ମାମା, ଉପଦେଷ୍ଟା ଶ୍ରୀଧର ମାର୍ଥା, ବରଦା ପ୍ରସନ୍ନ ପାତ୍ର ଓ ଅରବିନ୍ଦ ଜେନାଙ୍କ ଦ୍ୱାରା ହୋଇଥିଲା। ସହ ନିର୍ଦ୍ଦେଶନା ବିଶାଳ ଓ ସମ୍ବିତ ରଥ, ପରିକଳ୍ପନା ଓ ନିର୍ଦ୍ଦେଶନା ମୃତ୍ୟୁଞ୍ଜୟ ପଣ୍ଡା ବୁଲ୍ଲୁ ଭାଇ କରିଥିଲେ। ଅଭିନୟରେ ମନୀଷ ରଥ, ସ୍ୱାଗତିକା ମୁଦୁଲି, ଗୀତାଞ୍ଜଳି ବେହେରା, ବୁଲ୍ଲୁ ପଣ୍ଡା, ମୃଣ୍ମୟ ମିଥୁନ କୁମାର, ଉମାକାନ୍ତ ରାଉଳ, ପ୍ରକାଶ କୁମାର ସ୍ୱାଇଁ, ସାର୍ଥକ ପ୍ରଧାନ, ପ୍ରଶାନ୍ତ କୁମାର ଷଡ଼ଙ୍ଗୀ, ରାଜେଶ କୁମାର ଅଗ୍ରୱାଲ, ଜ୍ଞାନଦୀପ ଖୁଣ୍ଟିଆ, ସୁଶାନ୍ତ କୁମାର ଶତପଥୀ, ଶେଖ ସକିଲ ପ୍ରଭୃତି ଅଭିନୟ କରି ଚମତ୍କୃତ କରିଥିଲେ ଏବଂ ସମସ୍ତ ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇପାରିଥିଲା। ଜୟ ପଣ୍ଡା ଟିକେ ଅଟକେଇବି, ମୁଁ ଅନୁରୋଧ କରିବି ଅଭିନୟ ବହୁତ ଚମତ୍କୃତ ହୋଇଥିଲା, ସମସ୍ତଙ୍କ ହୃଦୟସ୍ପର୍ଶୀ। ଆଉ ବିଷୟରେ କିଛି କୁହନ୍ତୁ ଆପଣଙ୍କ ପରିଚୟ ଦେଇକି। ମୁଁ ପ୍ରଶାନ୍ତ ଷଡ଼ଙ୍ଗୀ, ଅଭିନେତା ନିର୍ଦ୍ଦେଶକ। ଆଉ ଆଜି ଯେଉଁ ନାଟକଟି ହେଲା ଗୋଇଠା ବାବା, ଇଏ ବହୁତ 40 ବର୍ଷ ପୂର୍ବର ନାଟକ। ବହୁତ ବଢ଼ିଆ ନାଟକ, ଚର୍ଚ୍ଚିତ ନାଟକ। କେତେ ଜାଗାରେ ଯେ ହେଇଛି ତା ଠିକଣା ନାହିଁ, କିନ୍ତୁ ଏ ନାଟକରେ ମୋତେ ଗୋଟେ ସୁଯୋଗ ମିଳିବ ଏଇଟା ବି ମୁଁ କେବେ ଭାବିନଥିଲି। ହଠାତ୍ ଦିନେ ବୁଲୁ ଭାଇ ଆମର ଯିଏ ନିର୍ଦ୍ଦେଶକ, ସେ ମୋତେ ସକାଳୁ ଫୋନ୍ କଲେ ଆମେ ଓକେଏସ୍ ତରଫରୁ ନାଟକଟେ କରୁଛୁ, ଆପଣ ମୁଖ୍ୟମନ୍ତ୍ରୀ ଚରିତ୍ରଟା କରିବେ। ମୁଁ କରିବା କିଛି ଅସୁବିଧା ନାହିଁ। ନାଟକରେ ଅଭିନୟ କରିବାରେ କୌଣସି ଅଭିନୟ ମିଳିଲେ ବି ଆମେ କରିଦେଉ, ସେଥିରେ କିଛି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ଏ ନାଟକଟି ଏତେ ସୁନ୍ଦର ଥିଲା ବୋଲିକି ମୁଁ ଭିତରକୁ ପଶିନଥିଲି, କିନ୍ତୁ ଭିତରେ ପଶିଲା ପରେ ମୁଁ ଦେଖିଲି ସବୁ ପରେ ବି ମୁଖ୍ୟମନ୍ତ୍ରୀଙ୍କର ଚରିତ୍ରଟା ଏତେ ହାଇଲି ରଖିଛନ୍ତି, ମାନେ ଯିଏକି ଦର୍ଶକଙ୍କୁ ଯେମିତି ବାନ୍ଧିଲା ଭଳିଆ ଗୋଟେ ଚରିତ୍ରଟା ଏଇଟା। ଆଉ ସମସ୍ତେ ନିର୍ଭର କରୁଥିଲେ ଯେ ମୁଖ୍ୟମନ୍ତ୍ରୀ କ'ଣ ନିର୍ଦ୍ଦେଶ ଦେଉଛନ୍ତି। ଆଉ ସେଇଟା ଆକ୍ଚୁଆଲି ଯିଏ ସ୍ୱର୍ଗରେ ଅଛନ୍ତି ଆମର ରଞ୍ଜିତ ପଟ୍ଟନାୟକ ସାର୍, ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ବାବଦରେ ଲେଖିଛନ୍ତି, ବହୁତ ବଢ଼ିଆ ମାନେ ଜଷ୍ଟିସ୍ ଦେଇକି ଲେଖିଛନ୍ତି। ଆଉ ମୁଖ୍ୟମନ୍ତ୍ରୀ ଆକ୍ଚୁଆଲି ଆମ ରାଜ୍ୟରେ ମଧ୍ୟ ଏଇଭଳିଆ ମୁଖ୍ୟମନ୍ତ୍ରୀ ହେବା ଦରକାର, ଯିଏ ପ୍ରକୃତ ଭୁଲଟାକୁ ଧରିପାରୁଥିବ। ଏଇ ଯେଉଁ ଗୋକୁଳି ଚରିତ୍ରଟାକୁ ଏତେ ଟର୍ଚର କରାଯାଇଛି ପୂର୍ବରୁ, ଗୋକୁଳି ଏଇ ପଦକ୍ଷେପ ନେବାକୁ କାହିଁକି ଆସିଲା, ତାକୁ ଅନୁଧ୍ୟାନ କଲେ ଆମର ମୁଖ୍ୟମନ୍ତ୍ରୀ, ଆଉ ମୁଖ୍ୟମନ୍ତ୍ରୀ ଠିକ୍ ଜଷ୍ଟିସ୍ ଦେଲେ।